ଭୂଦେଗିରି କଳିଙ୍ଗ ଆଥଲେଟିକ୍ ଆସୋସିଏସନ ତରଫରୁ ସ୍ଥାନୀୟ ଶ୍ରୀରାମପଦା ମିନି ଷ୍ଟାଡିୟମରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଦିବସରେ ଆସୋସିଏସନର ସଭାପତି ଆଲୋକ ଚନ୍ଦ୍ର ପ୍ରଧାନ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ମଲ୍ଲିକ ଓ ଏନ୍ଏସ୍ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ କୌରବ କୌର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ସନ୍ତୋଷ କୁମାର ବାଘ, କାଉନସିଲର ଜାକେଶ କୁମାର ପ୍ରଧାନ, ଏନ୍ଏସ୍ସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶାନ୍ତନୁ କୁମାର ପ୍ରଧାନ, ବରିଷ୍ଠ ଖେଳାଳି ଅମନ ପ୍ରଧାନ ଯୋଗ ଦେଇଥିଲେ। ଦ୍ୱିତୀୟ ଦିନର ଦୁଇଟି ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସେମିଫାଇନାଲ ମ୍ୟାଚରେ ଆରଗାଡି ଏଫ୍ସି ସହିତ ବାଣୀଶ୍ରୀ ଏଫ୍ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଆରଗାଡି ଏଫ୍ସି ଟ୍ରାଇ ବ୍ରେକର ଜରିଆରେ 5-3 ଗୋଲରେ ବିଜୟ କରି ଫାଇନାଲକୁ ପ୍ରବେଶ କରିଥିଲା। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଆୟୋଜକ ଦଳ ଏବଂ ନିଦୁରିପଡ଼ା ଏଫ୍ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ନୂତନ ପ୍ରଧାନ ଆକର୍ଷଣୀୟ ଗୋଲ୍ ଦେଇଥିଲେ ଏବଂ ଆୟୋଜକ ଦଳ କଳିଙ୍ଗ ଆଥଲେଟିକ୍ ଆସୋସିଏସନ 1-0 ଗୋଲରେ ବିଜୟ ଲାଭ କରି ଫାଇନାଲକୁ ଉନ୍ନୀତ ହୋଇଥିଲେ। ଆସନ୍ତାକାଲି 2ଟା ସମୟରେ ଖେଳାଳିମାନଙ୍କୁ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହେବାର ଆୟୋଜନ କରାଯାଇଛି। ଏହି ମ୍ୟାଚରେ ଖଜୁରୀପଡ଼ା ଭେଟରାନ ସହିତ ସ୍ଥାନୀୟ କଳିଙ୍ଗ ଆଥଲେଟିକ୍ ଆସୋସିଏସନ ଭେଟରାନ ଦଳ ପ୍ରଦର୍ଶନୀ ମ୍ୟାଚ୍ ଆୟୋଜନ କରାଯାଇଛି। ଆଜିକାର ଏହି ମ୍ୟାଚର ଫାଇନାଲ ମ୍ୟାଚରେ ବା ସେମିଫାଇନାଲ ମ୍ୟାଚରେ ରେଫରି କାମାକ୍ଷ ପ୍ରସାଦ ପ୍ରଧାନ ପରିଚାଳନା କରିଥିବା ବେଳେ ଲାଇନମ୍ୟାନ ଭାବରେ ମଧୁସୂଦନ ବୁର୍ଗୀ ଏବଂ ଗୋପୀନାଥ ପ୍ରଧାନ ସହଯୋଗ କରିଥିଲେ ଏବଂ ସମସ୍ତ ଖେଳକୁ ଲୋକମାନେ ଅତି ସୁନ୍ଦର ଭାବରେ ଉପଭୋଗ କରିଥିଲେ। दर्शक बंधु टिकिनिकी खबर अधिक अपडेट पाई टिकिनिकी खबर को सब्सक्राइब, लाइक और शेयर करने को भूलिए नहीं।